ପ୍ରତିଶୋଧ ନେବାର ଅଛି, ସାଇଲେନ୍ସଲି ନେବାର ଅଛି। ଓପେନ୍ କରିବା ଦ୍ୱାରା ତମେ ତମର ପ୍ରତିଶୋଧ ନେଇପାରିବନି, ଶତ୍ରୁ ସଜାଗ ହେଇଯିବ। କଂଗ୍ରେସର 2ଟି କ୍ରସ୍ ଭୋଟ୍ ହେଇଛି, ବିଜେଡିର 2 ଜଣ ବିଜେଡିକୁ ଭୋଟ ଦେଇଛନ୍ତି, କିନ୍ତୁ ବିଜେଡିର 2ଟା ଗୋଟେ ବିଧାୟକ ଗୋଟେ ବିଧାୟିକା ପ୍ରକୃତରେ ବିଜେଡିକୁ ଭୋଟ ଦେଇଛନ୍ତି। ଯୋଉ ଏଜେଣ୍ଟ ମାନେ ଥିଲେ ସେଇଠି ସୁଲାସୁତ୍ରା ହେଇଛି। ଇଏ ସମୟ ଅନୁଯାୟୀ ଆପଣମାନେ ଜାଣିବେ ମୁଁ ଏଠି ମିଛ କହୁଥିଲି କି ସତ କହୁଥିଲି। 2ଟି କଂଗ୍ରେସ ଭୋଟ ଦିଲ୍ଲୀପ ରାୟଙ୍କୁ ଆସିଛି, ସେ କଥା ଛୁପା ଯାଇଛି। 2ଟି ବିଜେଡି ଭୋଟ ବିଜେଡିକି ଯାଇଛି, ତାକୁ ଉଲ୍ଟା କରାଯାଇଛି। ନିଶ୍ଚୟ 2 ଜଣ ନାଁ ମୁଁ କହିବିନି, ଆପଣମାନେ ଖୋଳତାଳ କରନ୍ତୁ, ସମୟ ଅନୁଯାୟୀ ଆପଣମାନେ ଜାଣିବେ। ଆପଣମାନେ ଚିନ୍ତା କରିବା ଦରକାର ଯେ ମୁଁ ଏଜେଣ୍ଟ ରହିବି, ମୋ ପୁଅ ଆସିକି ଭୋଟ ଦେବ, ମୁଁ କାହାକୁ ଦେଲି ମୁଁ କାହାକୁ କହିବି କହିବାର ନାହିଁ। ଆଉ ଏସବୁ ସୁଲାସୁତ୍ରା କୋଉଠି ହଉଛି? ଆଉ ଜଣେ ଆପଣ ଚିନ୍ତା କରନ୍ତୁ, ମୁଁ ନାଁ କହିବିନି, ଧୀରେ ଧୀରେ ଆପଣମାନେ ଜାଣିବେ। ଖୋଳତାଳ କରନ୍ତୁ। ଆପଣମାନେ ତ ସବୁ ଜାଗାର ବିଭିନ୍ନ ଖବର ରଖୁଛନ୍ତି, ବିଭିନ୍ନ ଜାଗାରେ ପହଞ୍ଚି ପାରୁଛନ୍ତି, ବିଭିନ୍ନ ତଥ୍ୟ ଆପଣମାନଙ୍କ ପାଖରେ ଥାଉଛି। ଆପଣମାନେ ଖୋଜନ୍ତୁ, ନିଶ୍ଚୟ ବାହାରିବ। ବାପା ଏଜେଣ୍ଟ ରହିବ, ପୁଅ କାହାକୁ ଭୋଟ ଦେଲା ବାପା କହିବେ କି? କହିବେନି। ଆଉ ହିଣ୍ଟସ ମୁଁ ଦେବିନି, ଆପଣମାନେ ଖୋଳତାଳ କରନ୍ତୁ, ନିଶ୍ଚୟ ବାହାର କରିପାରିବେ। କୋଉ ଓଡ଼ିଶାରେ ମୁଁ କୋଉଠି କହିବିନି, ଖୋଳତାଳ କରନ୍ତୁ। ଶୁଣନ୍ତୁ, ଯିଏ ବିଜେଡି ଆଡେ ଗୋଟେ ପାଦ ବିଜେପି ଆଡେ ଗୋଟେ ପାଦ ପକେଇକି ଯଦି କଂଗ୍ରେସ ଦଳକୁ ଉଠେଇ ବୋଲି ଚାହୁଁଛନ୍ତି, କଂଗ୍ରେସ ଦଳ କେବେ ହବନି। ଆଉ ଯେଉଁମାନେ ପୁରୁଣା କଂଗ୍ରେସ ଲୋକ ଥିଲେ, 24 ବର୍ଷର ଶିକାର ହେଇଥିଲେ, ହଇରାଣ ହରକତ ହେଇଛନ୍ତି, ସେମାନଙ୍କୁ ଆମର ସଭାପତି ଜଣ ଜଣକୁ କରିକି ଦଳରୁ ନିଲମ୍ବନ କରୁଛନ୍ତି, ବାହାର କରୁଛନ୍ତି। ନିଜେ ଗୋଟେ ସଂଗଠନ ବନେଇକି ସେ ସଂଗଠନ ମୋର ହେଇକି ଥାଉ, ପାର୍ଟର ନ ହେଇକି ଥାଉ ବୋଲି ଯୋଉ ଚିନ୍ତାଧାରାରେ ଅଛନ୍ତି, ତାକୁ ଆମେ ଗ୍ରହଣ କରିବାର ନାହିଁ। ହିଟଲର ଶାସନ କଲା ସମୟରେ ମଧ୍ୟ ଅନେକ ଲୋକ ତାକୁ ପ୍ରତିବାଦ କରୁଥିଲେ। ଆଉ ଇଏ ତ ହିଟଲରର ଗୋଟେ ରୁମକୁ ସରିବନି, ଆ କଥା କିଏ ଶୁଣିବ, ଆର କଥାର କାର୍ଯ୍ୟ କିଏ କରିବ, ତାକୁ ମୁଁ ନିନ୍ଦା କରେ। ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇକି ମୋତେ କିଛି ଲାଭ ହେଲା କି କ୍ଷତି ହେଇନି। ମୁଁ ମୋର ପ୍ରତିଶୋଧ ନେବା ପାଇଁ ଦିଲ୍ଲୀପ ରାୟଙ୍କୁ ମୁଁ ଭୋଟ ଦେଲି। ମୁଁ ହାବଭାବ ଦେଖୁଥିଲି, ମୁଁ ମୋର ପ୍ରତିଶୋଧ ନେବା ପାଇଁ ସମୟ ଜଗୁଥିଲି। ଯୋଉ ଫଟୋଟା ଭାଇରାଲ ହଉଛି, ମୁଁ କହିଦଉଛି, ସୁଧାଂଶୁ ଫୋକସ ମିଡିଆର ସୁଧାଂଶୁ ଶେଖର ରାଉତ, ମୁଁ ଆଉ କିଏ ଯାଇକି ଆମେ କଫି ପିଇବା ପାଇଁ ଯାଇଥିଲୁ। ଦିଲ୍ଲୀପ ରାୟ ଆସିଲେ, ସେଇଠୁ ବହୁତ ପୁରୁଣା ଫଟୋ। ସେ ନିଜକୁ ବାହାଦୁରୀ ନେବା ପାଇଁ ଏ ଫଟୋଟା ଛାଡ଼ି ଦେଇଥିଲେ। ଇଏ ଆମର ସୁଧାଂଶୁ ରାଉତ ନିଜକୁ ବାହାଦୁରୀ ନେବା ପାଇଁ ଏ ଫଟୋଟା ଛାଡ଼ି ଦେଇଥିଲେ। ବାକି ଭାଇ, ମୁଁ ସ୍ୱାଭିମାନ ଲୋକ, ନା ପଦପଦବୀରେ ବିକ୍ରି ହୁଏ, ନା ପଦପଦବୀର ଲାଳାୟିତ ଥାଏ, ନା ପଇସାରେ ବିକ୍ରି ହୁଏ। ମୋତେ କିଛି ଆବଶ୍ୟକ ନାହିଁ। ଭଗବାନ ମୋତେ ସବୁ ଦେଇଛନ୍ତି। ମୁଁ ଚଳିବା ପାଇଁ, କିଛି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁକିଛି ସୁବିଧା ମୋତେ ଭଗବାନ କରି ଦେଇଛନ୍ତି। ମୋତେ କିଛି ଆବଶ୍ୟକତା ନାହିଁ। କଂଗ୍ରେସ ଅଫିସ ତ ଅଧେ ଦିନ ବନ୍ଦ ଥାଉଛି। ଭକ୍ତ ଦାସଙ୍କର ତ ଦିଲ୍ଲୀପ ରାୟଙ୍କ ସହିତ ଭଲ ସମ୍ପର୍କ, ତାଙ୍କ ପୁଅର ବାହାଘର ବି ହେଇଥିଲା ଆମର ରାୟପୁର। ସେ ବିଲ୍ କିଏ ଦେଇଥିଲା? କାଢନ୍ତୁ, ବାହାରିବ। ବାକି ବର୍ଷ ବର୍ଷ ଯୋଉ ମେପାର ରହୁଥିଲେ, ସେ ବିଲ୍ କିଏ ଦେଇଥିଲା? ସେଇଟା ବାହାର କରନ୍ତୁ। କହିବା କଥା, ଆମେ ଯୋଉ ଶିକାର ହେଇଛୁ 24 ବର୍ଷ ଆମେ ଶିକାର ହେଇଛୁ, ସେ ଉପରେ ମୁଁ ପଚାରିବା ପାଇଁ ଚାହେଁ ଆମର ପିସି ସଭାପତି ଭକ୍ତଚରଣ ଦାସଙ୍କୁ, ଯେ ଆମେ 24 ବର୍ଷ ଯୋଉ ଶିକାର ହେଇଛୁ, ଯୋଉ କଂଗ୍ରେସ ଲୋକ ଶିକାର ହେଇଛନ୍ତି, ତା ଉପରେ କଣ କଣ ଜାଣିଛନ୍ତି? ତାଙ୍କ ହେଇଛନ୍ତି କି ଶିକାର? ତାଙ୍କ ବାପା ପ୍ରତି ଅନ୍ୟାୟ ହେଇଛି କି? ତାଙ୍କ ପରିବାର ପ୍ରତି ଅନ୍ୟାୟ ହେଇଛି କି? ଏବଂ ତାଙ୍କର କର୍ମୀମାନଙ୍କୁ ଯୋଉ ବିଭିନ୍ନ ପ୍ରକାର ନାନା ହଇରାଣ କରି ବହୁତ ମାଡ଼ ମରାଯାଇଛି, ସେ ହଇରାଣ ହେଇଛନ୍ତି କି?
ସେ ନାହିଁ ମତେ ଇନକାଉଣ୍ଟର କରିଦେବା ପାଇଁ ଧମକ ମଧ୍ୟ ଦେଇଥିଲେ ଗୋଟେ ବରିଷ୍ଠ ପୁଲିସ ଅଫିସର ତାହାର ମଧ୍ୟ ମୁଁ ଡରି ନଥିଲି ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ଆଶା ଦେଖାଇଥିଲେ ଟିକଟ ନିଅ ଯାହା ଅସୁବିଧା ଅଛି ଆମେ ବୁଝିବୁ ଯାହା ସାହାଯ୍ୟ ଦରକାର କରିବୁ ବିଜେଡି ଡାକିଥିଲେ ବିଜେପି ଡାକିଥିଲେ କାହିଁ ମୁଁ ତ ଯାଇନି ଖାଲି ରାଜ୍ୟସଭା ଇଲେକ୍ସନରୁ ମୁଁ ବିକି ହେଇଗଲି ଭକ୍ତ ଦାସଙ୍କ ସହିତ କିଛି ଡିଲ୍ ହେଇଥିଲା କି ଭକ୍ତ ଦାସ ଡିଲ୍ କରିଥିଲେ କି ଦିଲ୍ଲୀପ ରାୟଙ୍କ ସହିତ ଭକ୍ତ ଦାସ କଣ ଡିଲ୍ କରିଥିଲେ ନ କରିଥିଲେ ମୁଁ ତ ସେ ଉପରେ ଜାଣିନି ସେଇଟା ଦିଲ୍ଲୀପ ରାୟଙ୍କୁ ପଚାର